ସାଙ୍ଗମାନେ ଆମର ଆଜି ଘରେ ଚିକେନ ଆଣିଛନ୍ତି। ଚାଲନ୍ତୁ ଦେଖିବା ମମ୍ମି କେମିତି ରୋଷେଇ କରୁଛନ୍ତି। ସାଙ୍ଗମାନେ ପ୍ରଥମେ ତେଲକୁ ଗରମ କରିବା। ପରେ କଞ୍ଚା ଲଙ୍କା ତେଜପତ୍ର ପକେଇଲେ କିଛି ସମୟ ପରେ କଟା ଖାଇବା ପିଆଜ ପକେଇଥିଲେ। ତାପରେ ଅଦା ରସୁଣ ପେଷ୍ଟ ପକେଇଲେ। ତାପରେ ହଳଦୀ ଲଙ୍କା ଗୁଣ୍ଡ ପକେଇଲେ। ତରକାରୀ ସ୍ୱାଦ ଆଣିବା ପାଇଁ ଟିକେ ଗରମ ମସଲା ପକେଇଲେ। ପୁଣି ଚିକେନ ମସଲା ପକେଇଲେ। ମସଲା ପକେଇବା ଛାଡ଼ିଲେ ମିକ୍ସିଂ କରିଦେଲେ। ଗରମ ଢଙ୍କେଇ ଦେଲେ। ଏବେ ମସଲାଟା କଷି ହେଇଗଲା ବୋଲେ ଆଣିବା କଟା ଚିକେନକୁ ପକେଇଲେ ଏବଂ ତାକୁ ଭଲ ଭାବରେ ମିକ୍ସ କରିଦେଲେ। କିଛି ସମୟ ଗଲା ପରେ ଗଲନି ଖାଲି ଦେଖେଇଲେ ମାମା ଚିକେନ କଷା ହେଇଯାଇଛି। ମାମା ଚୁଲିରୁ କଲେଇ ଓହ୍ଲେଇ ଦେଲେ। ପରେ ଏକ ତାଟିଆରେ ଆମ ଝିଅକୁ ମତେ ପଲଟି ଦେଲେ। ଏବେ ଆମେ ସୁନ୍ଦର ଭାବରେ ଖାଇନୁ ବଚିକି ସାଙ୍ଗମାନେ ଆମେ ଏବେ ମିଶି ଖାଇବା। ଲଉଚି ସାଙ୍ଗମାନେ ଜୟ ଜଗନ୍ନାଥ।